ହ୍ୟାଲୋ ସାଙ୍ଗମାନେ, ଆସିଗଲା କଟକ ଏସ୍ସିବି ମେଡ଼ିକାଲ ତରଫରୁ ଚାକିରି। ଯେଉଁମାନେ ଚାହୁଁଛନ୍ତି ମେଡ଼ିକାଲ ଲାଇନରେ ଚାକିରି କରିବାକୁ, ସେ ପୁଣି ଓଡ଼ିଶା ସରକାରଙ୍କ ତରଫରୁ ଜଲ୍ଦି ଆପ୍ଲାଏ କରନ୍ତୁ, ଶୀଘ୍ର ଆପ୍ଲାଏ କରନ୍ତୁ। ଦେଖନ୍ତୁ, ଏସ୍ସିବି ମେଡ଼ିକାଲ ତରଫରୁ ରହିଛି ଜବ୍ଟି, ସରକାରୀ ଚାକିରି ରହିବ। ସାଲାରୀ ଦେଖନ୍ତୁ 33,600 ପର୍ ମନ୍ଥ ରହିବ। 33,600 ଟଙ୍କା। ଆଉ ସାଲାରୀ ଭଲ ରହିଛି। କ୍ୱାଲିଫିକେସନ୍ ଦେଖନ୍ତୁ, କ୍ୱାଲିଫିକେସନ୍ କ'ଣ ମାଗୁଛି, ଏଜ୍ ଲିମିଟ୍ କ'ଣ ଅଛି, ଆପ୍ଲାଏ ପ୍ରୋସେସ୍ କେମିତି ଅଛି, କେଉଁଠି ୱାକ୍ ଇନ୍ ଇଣ୍ଟରଭ୍ୟୁ ରହିବ। ଏଠି ନୋ ଏକ୍ଜାମ୍ କୌଣସି ପ୍ରକାର ନାହିଁ, ନୋ ଏକ୍ଜାମ୍ ରହିବ। ଆଉ ଆମର ୱାକ୍ ଇନ୍ ଇଣ୍ଟରଭ୍ୟୁ ରହିବ। ଜଲ୍ଦି ଭିଡ଼ିଓଟିକୁ ଫୁଲ୍ ଦେଖନ୍ତୁ, ଡିଟେଲ୍ସ ଦେଖିଲେ ଆପଣମାନେ ଆପ୍ଲାଏ କରିପାରିବେ। ସେଥିପାଇଁ এই ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓଟିକୁ ଲାଇକ୍ କରନ୍ତୁ, କାହିଁକିନା ନୂଆ ନୂଆ ଜବ୍ର ନୋଟିଫିକେସନ୍ ଆପଣମାନେ ପାଇପାରିବେ। ଚାଲନ୍ତୁ ଡେରି ନ କରିକି ଭିଡ଼ିଓଟିକୁ ଆରମ୍ଭ କରିବା। ସାଙ୍ଗମାନେ ଗୁଗୁଲରେ ଯାଇ ଲେଖିଦିଅନ୍ତୁ ଓଡ଼ିଶା ଜିଓଭିଟି ଜବ୍ ଲେଖି ୟାର ସର୍ଚ୍ଚ କରିଦିଅନ୍ତୁ। ସର୍ଚ୍ଚ କରିଦେଲା ପରେ ଏମିତି ଆସିବ, ଓଡ଼ିଶା ଜିଓଭିଟି ଜବ୍ ଆସିଯିବ। ଦେଖନ୍ତୁ, ୟାରି ଉପରେ କ୍ଲିକ୍ କରିବେ। କ୍ଲିକ୍ କରିଦିଅନ୍ତୁ। କ୍ଲିକ୍ କଲା ପରେ ଦେଖନ୍ତୁ ତଳକୁ ସ୍କ୍ରୋଲ୍ ଡାଉନ୍ କରିକି ଆସିବେ। ଆସିଲା ପରେ ଦେଖନ୍ତୁ ଏଇଠି ଲେଖା ହେଇଛି, ଏସ୍ସିବି ମେଡ଼ିକାଲ କଲେଜ DEO ରିକ୍ୱାରମେଣ୍ଟ 2026 10th ଆଉ +2 ପାସ୍ ରହୁଛି। ଦେଖନ୍ତୁ, ୟାରି ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ସବୁକିଛି ଜାଣିପାରିବେ ଆଉ ଆପ୍ଲାଏ କରିପାରିବେ। ଦେଖନ୍ତୁ, ଏମିତି ଗୋଟେ ଇଣ୍ଟରଫେସ୍ ଆସିଯିବ, ଓଡ଼ିଶା ଜବ୍ ରିକ୍ୱାରମେଣ୍ଟ। ତାପରେ ଆମର ଦେଖନ୍ତୁ ଅର୍ଗାନାଇଜେସନ୍ ନେମ୍ ରହୁଛି ଏସ୍ସିବି ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ କଟକ। ଦେଖନ୍ତୁ, ଜବ୍ ଟାଇପ୍ ରହୁଛି କଣ୍ଟ୍ରାକ୍ଚୁଆଲ୍ ରହିବ, କାଟାଗୋରୀ ରହୁଛି ଗଭର୍ନମେଣ୍ଟ ଜବ୍। ଦେଖନ୍ତୁ, ନେମ୍ ଅଫ୍ ଦ ପୋଷ୍ଟ ରହିବ PTS III ଡାଟା ଏଣ୍ଟ୍ରି ଅପରେଟର। ଦେଖନ୍ତୁ, ଡାଟା ଏଣ୍ଟ୍ରି ଅପରେଟର ରହିବ। ଆପ୍ଲିକେସନ୍ ମୋଡ଼୍ଟି ରହିବ ୱାକ୍ ଇନ୍ ଇଣ୍ଟରଭ୍ୟୁ, ଏଥିରେ ଏକ୍ଜାମ୍ ହେବନି, ୱାକ୍ ଇନ୍ ଇଣ୍ଟରଭ୍ୟୁ ରହିବ। ତାପରେ ରହିବ ହୁ କ୍ୟାନ୍ ଆପ୍ଲାଏ, ଅଲ୍ ଓଡ଼ିଶା କ୍ୟାଣ୍ଡିଡେଟ୍। ଦେଖନ୍ତୁ, ଓଡ଼ିଶାର ସମସ୍ତ କ୍ୟାଣ୍ଡିଡେଟ୍ ଆପ୍ଲାଏ କରିପାରିବେ। ପ୍ଲେସ୍ ଅଫ୍ ପୋଷ୍ଟିଂ ଓଡ଼ିଶା ଭିତରେ ହିଁ ରହିବ, କଟକରେ ହିଁ ରହିବ। ଏସ୍ସିବି ମେଡ଼ିକାଲରେ ହିଁ ପୋଷ୍ଟଟି ରହିବ। ଲାଷ୍ଟ ଡେଟ୍ ହେଉଛି କେତେ, 31/7/2026। 31/7/2024 ଦିନ ଆପଣମାନେ ଡକୁମେଣ୍ଟସ୍ ସବୁ ଧରିକି ଯାଇକି ୱାକ୍ ଇନ୍ ଇଣ୍ଟରଭ୍ୟୁ ରହିବ। ଜେଣ୍ଡର ରହୁଛି ବୋଥ୍ ମେଲ୍ ଆଣ୍ଡ ଫିମେଲ୍ କ୍ୟାଣ୍ଡିଡେଟ୍। ଦେଖନ୍ତୁ ପକାଇ ପାରିବେ। ଦେଖନ୍ତୁ, ଏଜ୍ ଲିମିଟ୍ ଦେଖନ୍ତୁ, ଆମର ମ୍ୟାକ୍ସିମମ୍ ରହିଛି 28ରୁ 30 ଇୟର୍ସ। ଏଜ୍ ରିଲାକ୍ସେସନ୍ ମଧ୍ୟ ରହିଛି। OBC ପାଇଁ ରିଲାକ୍ସେସନ୍ ରହିଛି 3 ବର୍ଷ। SC ST PWD ରହିଛି 5 ବର୍ଷ ରିଲାକ୍ସେସନ୍। ଏକ୍ସ ସର୍ଭିସ୍ ମ୍ୟାନ୍ 5 ବର୍ଷ ରହିଛି। PWD SC ST ରହିଛି 15 ବର୍ଷର ଏଜ୍ ରିଲାକ୍ସେସନ୍ ରହିଛି। ଦେଖନ୍ତୁ, ଆମର PTS III ରହିଛି ରୁପିଜ୍ 28,000। ଦେଖନ୍ତୁ, 20% HRA ରହିଛି, ମିଶିକି ଆସିଯିବ କେତେ, 33,600 ଟଙ୍କା ପର୍ ମନ୍ଥ ରହିବ। PTS II ରହିଛି ରୁପିଜ୍ 20,000। HRA TADA ମିଶିକି ରହିବ 24,000 ପର୍ ମନ୍ଥ ରହିବ। DEO 29,200 ଟଙ୍କା ରହିଛି। ଦେଖନ୍ତୁ, ଦେଖନ୍ତୁ ସିଲେକ୍ସନ୍ ପ୍ରୋସେସ୍ କ'ଣ ରହିଛି, ୱାକ୍ ଇନ୍ ଇଣ୍ଟରଭ୍ୟୁ ରହିଛି। ଆପଣଙ୍କର କୌଣସି ଏକ୍ଜାମ୍ ହେବ ନାହିଁ, ୱାକ୍ ଇନ୍ ଇଣ୍ଟରଭ୍ୟୁ ରହିବ। ପର୍ସନାଲ୍ ଡିସ୍କସନ୍ ରହିବ। ଡକୁମେଣ୍ଟ ଭେରିଫିକେସନ୍ ରହିବ। ଡକୁମେଣ୍ଟ ଗୁଡ଼ିକ ଭେରିଫିକେସନ୍ ରହିବ। ତାପରେ ଦେଖନ୍ତୁ, କୌଣସି ପ୍ରକାର ଫି ଦେବାକୁ ପଡ଼ିବ ନାହିଁ, ସମସ୍ତେ ମାଗଣାରେ ଆପ୍ଲାଏ କରିପାରିବେ, ମାଗଣାରେ ଇଣ୍ଟରଭ୍ୟୁ ଦେଇପାରିବେ। ଜେନେରାଲ୍ କ୍ୟାଣ୍ଡିଡେଟ୍ ନୋ ଫି। ଦେଖନ୍ତୁ, EWS ରହିବ ନୋ ଫି, ସମସ୍ତେ ମାଗଣାରେ ଆପ୍ଲାଏ କରିପାରିବେ। OBC ଫ୍ରି, ନୋ ଫିସ୍ ରହିବ। PhD ନୋ ଫିସ୍। SC ST ଫ୍ରି ରହିବ। ଦେଖନ୍ତୁ, କ୍ୱାଲିଫିକେସନ୍ ସାର୍ଟିଫିକେଟ୍ ରହିବ। କ୍ୱାଲିଫିକେସନ୍ ସାର୍ଟିଫିକେଟ୍ ଦରକାର। ଦେଖନ୍ତୁ, ସାର୍ଟିଫିକେଟ୍ ଇନକ୍ଲୁଡ୍ ଦ ଡେଟ୍ ଅଫ୍ ବାର୍ଥ, ଯେଉଁ ସାର୍ଟିଫିକେଟ୍ରେ ଡେଟ୍ ଅଫ୍ ବାର୍ଥଟି ମେନସନ୍ ହୋଇଥିବ
देखो 2 रिसेंट कलर पासपोर्ट साइज फोटो, 2टी पासपोर्ट साइज कलर पासपोर्ट साइज फोटो दरकार, आधार कार्ड आ रेसिडेंट सर्टिफिकेट, जार कास्ट सर्टिफिकेट तो कास्ट सर्टिफिकेट नेबे, जदि जेकोसी एक्सपीरियंस सर्टिफिकेट थिबो ताले एक्सपीरियंस सर्टिफिकेट आपण माने नहीं पारिबे। देखो डेट एंड टाइम 31 जुलाई 2026 केतेटारे रोचे देखो टाइम मेंशन होइछे एठारे 10:30 रु 11:30 AM भितर रहिबो इंटरव्यूटिंग। आपण माने 10:30 पूर्वरु सेठारे जाइकी पहुँचबार अच्छी। एसी मेडिकल डीओ रिक्वायरमेंट देखंतु तापर तळुक आसंतु, आसला परे देखंतु एटी इंपोर्टेंट लिंक गुडी अछि। देखो नोटिफिकेशन PDF लिंक यार ऊपर क्लिक करंतु। देखो ये ऑफिशियल नोटिफिकेशन टी देखो 18/7/2026 आसी। देखो पढ़ंतु भल भाव जानी पारिबे। देखो इंटरव्यू रही ये रही इंटरव्यू 10:30 AM रु आरंभ हम, रिपोर्टिंग स्टार्ट हो। देखो तलू स्क्रोल डाउन करंतु, स्क्रोल डाउन कला परे सब जानी पारि। सांग माने देखंतु याको देखंतु भल भाव में पढ़ंतु जानी पारिबे। एजुकेशन क्वालिफिकेशन ग्रेजुएट इन साइंस देखंतु रिलेवेंट सब्जेक्ट फ्रॉम ए रिकॉग्नाइज्ड यूनिवर्सिटी, 3 years वर्क एक्सपीरियंस फ्रॉम ए रिकॉग्नाइज्ड वर्क एक्सपीरियंस दरकार। देखो रेस्ट्रेबल क्वालिफिकेशन 2 years फील्ड एक्सपीरियंस थिबा दरकार। एज लिमिट 30 वर्ष। ये देखूँ भल भाव पढ़ंतु, पढ़ला जान एजुकेशनल क्वालिफिकेशन देखूँ टेक्निक प्रोजेक्ट टेक्निकल सपोर्ट सेकेंडटा देखूँ 12th पास मागुची। देखूँ या पढ़ी पारे भल भाव जानीपारे। तलू आसवे देखूँ डाटा एंट्री ऑपरेटर ग्रेड B गोटे पोस्ट रही। केते हजार सालारी देखो 29,000 सालारी रोची। देखो तलू आसतु जानीपारे। देखो TADA रोची। देखो तलू आसला ये आमर ये फर्मटा देती आप्लिकेसन फर्मटा। आप्लिकेसन फर्म देखो पासपोर्ट साइज फोटो लगेबे, नेम ऑफ फुल नेम टी लिखिबे, फादर्स नेम लिखिबे, एड्रेस लिखिबे, कॉन्टैक्ट नंबर लिखिदेवे, ईमेल आईडी परमानेंट एड्रेस लिखिदेवे, डेट ऑफ बर्थ युड़ी सब फिलअप करदे, मैरिटल स्टेटस सब फिलअप कलापर। देखो ये देखो क्वालिफिकेशन टी लिखिबे 10th पास +2 +3 ये सब फिलअप करेंगे। फिलअप कर वर्क एक्सपीरियंस टोटाल देखो केते वर्ष अच्छी एगुड़ी लिखिए। फिलअप कलापर सिग्नेचर करके डेट प्लेस लिखला पर आउ जो डॉक्यूमेंट गुड़िक दि जाइए से डॉक्यूमेंट गुड़िक ये आटाच करके फॉर्म रे नहीं इंटरव्यू रे पहुँचे। जदि सांग मैंने भिडियोटी भल लगुच ताहले गोटे लाइक करंतु, चैनल टी सब्सक्राइब करंतु, कहीं नुआ नुआ जॉब रो नोटिफिकेशन आप पाइपर।